କିଛି ଖରାପ କଥା ବି ଥାଏ। ହଁ ସେଇଆକୁ ଜାଣିବା। ଆମର ଗାନ୍ଧୀଜୀ ଥିଲେ ସବୁବେଳେ କହନ୍ତି ଖରାପ କଥା ଦେଖିବନି, ଖରାପ କଥା କହିବନି, ଖରାପ କଥା ଶୁଣିବନି। ତିନିଟା ମାଙ୍କଡକୁ ପ୍ରତିମୂର୍ତ୍ତି କରି କହିଥିଲେ। ଆଚ୍ଛା ଜାଣିପାରିଲ? ଏଇଠି ସମସ୍ତେ ଆସ, ଏଇଠିକି ଆସ, ଏଇଠିକି ଆସ। ଗାନ୍ଧୀଜୀଙ୍କ ତିନି ମାଙ୍କଡ ଦେଖ। ଇଏ ପ୍ରଥମ ମାଙ୍କଡ ପାଟିରେ ହାତ ଦେଇଛି, ତା ମାନେ ଖରାପ କଥା କହିବନି। ଇଏ ଦ୍ୱିତୀୟ ମାଙ୍କଡ କାନରେ ଆଙ୍ଗୁଳି ଦେଇଛି, ହାତ ଦେଇଛି, ୟାର ମାନେ କଣ? ଖରାପ କଥା ଶୁଣିବନି, ଖରାପ କଥା ଶୁଣିବନି। ଇଏ ତୃତୀୟ ମାଙ୍କଡ ଆଖିରେ ହାତ ଦେଇଛି, ତାର ମାନେ କଣ? ଖରାପ କଥା ଦେଖିବନି। ଆଚ୍ଛା ଖରାପ କଥା କହିବନି ମାନେ କଣ? ଭାଷା, ଖରାପ ଭାଷା କାହାକୁ କେବେ କହିବନି, ଗାଳି ଗୁଲଜ କରିବନି, ସମସ୍ତଙ୍କୁ ମିଠା କଥା କହିବ। ଯିଏ ତମକୁ ଖରାପ କଥା କହିବେ ତାଙ୍କୁ ବି କିଛି କହିବନି, ପଳେଇ ଆସିବ। ଖରାପ କଥା କହିବନି। ଖରାପ କଥା ଶୁଣିବନି ମାନେ କଣ? ଯୋଉଠି ଖରାପ କଥା କୁହାକୁହି ହଉଥିବେ, ଗାଳି ଗୁଲଜ ଯୋଉଠି କରୁଥିବେ, ଝଗଡ଼ା ଝାଟି ଲାଗୁଥିବ, ଖରାପ ଭାଷା କହୁଥିବେ, ବୁଝିପାରିଲ? ସେ ଜାଗାରେ ଖରାପ କଥା ଶୁଣିବନି। ଖରାପ କଥା ଦେଖିବନି ମାନେ କଣ? ଯୋଉଠି କିଛି ଅଶ୍ଳୀଳ ଚାଲିଥିବ ସେ ଜାଗାରେ ଠିଆ ହେବନି, ଦେଖିବନି କିଛି ଖରାପ କଥା। ବୁଝିପାରିଲ? ଖରାପ ଜିନିଷ ଦେଖିବନି। ଆଚ୍ଛା ଏଥର ମନେ ରଖିବା, ଖରାପ କଥା କହିବନି, ଖରାପ କଥା ଶୁଣିବନି, ଖରାପ କଥା ଦେଖିବନି। ମନେ ରହିଲା ସମସ୍ତଙ୍କର? ଆଚ୍ଛା ବସ। ଗାନ୍ଧୀଜୀଙ୍କ କଥା ଶୁଣିବ, ବୁଝିପାରିଲ? ଗାନ୍ଧୀଜୀଙ୍କ କଥାଟା ଶୁଣିବ। ବାড়িতে ଏଥର ମନେ ରହିଲା ଖରାପ କଥା ଭଲ କଥା ବିଷୟରେ। ଭଲ କଥା ମାନେ କଣ? ଭଲର କଥା ମାନେ କଣ? ସମସ୍ତଙ୍କୁ ଭଲ ଭାଷା କହିବ, ଭଲ କଥା କହିବ। ଆଉ ଭଲ କଥା ଶୁଣିବା ମାନେ ଭଲ କଥା ଯୋଉଠି ସମସ୍ତେ ଆମର ଠାକୁରଙ୍କ ବିଷୟରେ